ଏବେ ତ ବହୁତ ଭଲ ବନ୍ଧାକୋବି ମିଳୁଛି। ମୁଁ ଆଜି ମସୁର ଡାଲି ଦେଇ ବନ୍ଧାକୋବିରେ ଗୋଟେ ଜବରଦସ୍ତ ସ୍ୱାଦର ରେସିପି ବନେଇବି। ମୁଁ ଆକୁ ବିନା ବଟା ମସଲାରେ ବନେଇବି। ଆପଣ ଆକୁ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ଭାତ, ରୁଟି, ପରଟା କି ପୁରୀ ସହିତ ଖାଇପାରିବେ। ଯଦି ଆପଣ ବନ୍ଧାକୋବିର ସେ ଗୋଟେ ପ୍ରକାର ତରକାରୀ ଭଜା ଖାଇ ଖାଇ ବୋର୍ ହେଇଗଲେଣି ଆଉ ବନ୍ଧାକୋବିରେ କିଛି ନୂଆ ଖାଇବାକୁ ଚାହୁଁଛନ୍ତି, ତାହେଲେ ଏ ରେସିପିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧାକୋବିର এই ରେସିପି ପାଇଁ ମୁଁ ଏଠି ଗୋଟେ ମିଡ଼ିୟମ୍ ସାଇଜ୍ର ବନ୍ଧାକୋବି ନେଇଛି। ପ୍ରଥମେ ବନ୍ଧାକୋବି ଉପରେ ଯେଉଁ ଖରାପ ପତ୍ର ଅଛି ତାକୁ କାଟିକି ବାହାର କରିଦେବା। ତାପରେ ଆମେ ବନ୍ଧାକୋବିକୁ ମଝିରୁ ଦ୍ୱିଖଣ୍ଡ କରି କାଟିକି ନେଇଯିବା। ଏବେ ଆମେ ବନ୍ଧାକୋବିକୁ ଭଲସେ ଧୋଇକି ନେଇଯିବା। ବନ୍ଧାକୋବିକୁ ଭଲସେ ଧୋଇଲା ପରେ ମୁଁ ଏଠି ବନ୍ଧାକୋବିକୁ ଆଉ ଦ୍ୱିଖଣ୍ଡ କରି କାଟିକି ନେଇଯାଉଛି। ଏବେ ଆମେ ବନ୍ଧାକୋବିକୁ ପୁରା ପତଲା ପତଲା କରି କାଟିକି ନେଇଯିବା। ଆପଣ ଚାହିଁଲେ ଆକୁ ଛୋଟ ଛୋଟ କରି କାଟିକି ନେଇପାରିବେ। ମୁଁ ଏଠି ଫାଳେ ବନ୍ଧାକୋବିରେ ତରକାରୀ ବନେଇବି। ବନ୍ଧାକୋବି ମଝିରେ ଯେଉଁ ମୋଟା ଡେମ୍ଫ ଅଛି ତାକୁ କାଟିକି ବାହାର କରିଦେବେ, ତାକୁ ପକାଇବେନି। ମୁଁ ଏଠି ଫାଳେ ବନ୍ଧାକୋବିକୁ କାଟିକି ନେଇଯାଇଛି ଆଉ ତା ସହିତ ହାଫ୍ କପ୍ ମସୁର ଡାଲି ନେଇଛି। ବନ୍ଧାକୋବି ଆଉ ମସୁର ଡାଲିର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି ଗୋଟେ ହୁମୁଦସ୍ତା ନେଇଛି। ମୁଁ ଏଥିରେ 6ରୁ 7 ପାଖୁଡ଼ା ରସୁଣ, 4ଟା କଞ୍ଚା ଲଙ୍କା ଆଉ 1 ଇଞ୍ଚର ଅଦା ଦେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ଏବେ ଆମେ ଆକୁ ଭଲସେ ଛେଚିକି ନେଇଯିବା। ଆପଣ ଏମିତି ଅଦା, ରସୁଣ, କଞ୍ଚା ଲଙ୍କାକୁ ଛେଚିକି ପକାଇବେ। ଏହାଦ୍ୱାରା ତରକାରୀର ଟେଷ୍ଟ ବହୁତ ଭଲ ଆସିବ। ମୁଁ ଏଠି ଗୋଟେ ପ୍ରେସର କୁକରକୁ ଗରମ ହେବାକୁ ରଖିଛି। ଆମେ ଏହି ତରକାରୀକୁ ପ୍ରେସର କୁକରରେ ବନେଇବା। ଏହାଦ୍ୱାରା ତରକାରୀ ବହୁତ ଜଲ୍ଦି ବନିଯିବ। ମୁଁ ଏଠି ପ୍ରେସର କୁକରରେ କିଛି ତେଲ ଦେଇ ଗରମ ହେବାକୁ ରଖିଛି। ସେମ୍ ପ୍ରୋସିଜିଅରରେ ଆପଣ ତରକାରୀକୁ କଡ଼େଇରେ ବି ପ୍ରସ୍ତୁତ କରିପାରିବେ। କଡ଼େଇଠୁ ପ୍ରେସର କୁକରରେ ତରକାରୀ ଜଲ୍ଦି ହେଇଯିବ। ତେଲ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଜିରା, 2 ଖଣ୍ଡ ଡାଲଚିନି ଆଉ 2ଟା ତେଜପତ୍ର ଦେଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆକୁ ଭାଜିବା। ଜିରା, ତେଜପତ୍ର, ଡାଲଚିନି ଭଲସେ ଭାଜି ହେଇଗଲା ପରେ ମୁଁ ଏଥିରେ ପିଆଜ ଦେଉଛି। ମୁଁ ଏଠି ଗୋଟେ ମିଡ଼ିୟମ୍ ସାଇଜ୍ ପିଆଜକୁ ଛୋଟ ଛୋଟ କରି କାଟିକି ନେଇଛି। ଏବେ ଆମେ ପିଆଜକୁ ଭାଜିବା। ପିଆଜକୁ ବେଶୀ ଗୋଲ୍ଡେନ୍ ବ୍ରାଉନ୍ କଲର୍ କରି ଭାଜିବା ଦରକାର ନାହିଁ। ପିଆଜ ଟିକେ ସଫ୍ଟ ହେଇ ଭାଜି ହେଇଗଲା ପରେ ଆମେ ଏଥିରେ ଛେଚିକି ରଖିଥିବା ଅଦା, ରସୁଣ ଆଉ କଞ୍ଚା ଲଙ୍କାକୁ ଦେଇଦେବା। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆକୁ କଷିବା, ଯେମିତି ଅଦା, ରସୁଣ, କଞ୍ଚା ଲଙ୍କା ଛେଚାର କଞ୍ଚା ବାସ୍ନା ପଳେଇବ। ଏଠି ଅଦା, ରସୁଣ, କଞ୍ଚା ଲଙ୍କା ଛେଚାର କଞ୍ଚା ବାସ୍ନା ପଳେଇଲାଣି। ଏବେ ଆମେ ଏଥିରେ କିଛି ଗୁଣ୍ଡ ମସଲା ପକାଇବା। ଗୁଣ୍ଡ ମସଲାରେ ମୁଁ ଏଠି ପକାଇଛି 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ, 1 ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ, 2 ଛୋଟ ଚାମଚ ଚିକେନ୍ ମସଲା। ତାପରେ ମୁଁ ଏଥିରେ ଲଙ୍କା ଗୁଣ୍ଡ ଦେଉଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ନେବେ। ଚିକେନ୍ ମସଲା ଜାଗାରେ ଆପଣ କିଛି ବି କରି ମସଲା ପକାଇ ପାରିବେ। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ କସୁରୀ ମେଥି ଦେଇଛି। ଏଠି ଅପସନାଲ୍ ଅଛି, କିନ୍ତୁ ପକାଇକି ଦେଖିବେ ତରକାରୀର ଟେଷ୍ଟ ବହୁତ ଭଲ ଆସିବ। ତାପରେ ଆମେ ଏଥିରେ 3ରୁ 4 ଛୋଟ ଚାମଚ ପାଣି ଦେଇଦେବା ଆଉ ସବୁକୁ ଭଲ ଭାବେ ମିକ୍ସ କରି ମସଲାକୁ କଷିବା, ଯେମିତି ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳେଇବ ଆଉ ମସଲାରୁ ତେଲ ଛାଡ଼ିବା ଆରମ୍ଭ କରିବ। ମସଲା ଏଠି ଭଲସେ କଷି ହେଇଗଲାଣି। ଏଠି ମସଲାରୁ ତେଲ ଛାଡ଼ିବା ଆରମ୍ଭ କଲାଣି। ଏବେ ଆମେ ଏଥିରେ ଟମାଟୋ ଦେବା। ମୁଁ ଏଠି ଗୋଟେ ମିଡ଼ିୟମ୍ ସାଇଜ୍ ଟମାଟୋକୁ ଛୋଟ ଛୋଟ କରି କାଟିକି ପକାଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆକୁ କୁକ୍ କରିବା, ଯେମିତି ଟମାଟୋ ଭଲସେ ସିଝିଯିବ। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଟମାଟୋ ଏଠି ଭଲସେ ସିଝିଗଲାଣି। ଏଠି ମସଲା ବି ଭଲସେ କଷି ହେଇଯାଇଛି। ଏବେ ଆମେ ଏଥିରେ କାଟିକି ରଖିଥିବା ବନ୍ଧାକୋବିକୁ ଦେଇଦେବା।
तापरे आमे जो मसूर डाली को नहीं ताकू भल भावे पानी रे 3 रु 4 थर धोईकी पानी रु छाणिकी देदबा। आपण एही रेसिपी को कौ जगार देखुचंती कमेंट सेक्शन में जणेबे। एबे आमे सबको भल भावे मिक्स करी मसला सहित मसूर डाली आ बंधा कोबी को कंटिन्यूअस गोले गोले मीडियम टू हाई फ्लेम रे 3 रु 4 मिनिट पर्यंत कषिबा जेमती बंधा कोबी टिके नरम हो जिवो। एमती मसला सहित बंधा कोबी आ मसूर डाली को कषिबा द्वारा तरकारी टेस्ट बहुत भल आसीबो। एटी 3 रु 4 मिनिट हो गलानी देखि पारथिबे बंधा कोबी एटी टिके सॉफ्ट हो जाइछि। एबे हमें एथिरे पानी दबा। आपन को तरकारी जेमती कंसिस्टेंसी दरकार से अनुसार पानी देबे। आपन ए तरकारी को बेसी बहलिया कि बेसी पतला बनेबेनी। एबे हमें एथिरे स्वाद अनुसार लूण पकेबा आ सबको भल भावे मिक्स करी तरकारी को हाई फ्लेम रे 1 रु 2 मिनिट पर्यंत फुटिबा पई छाडी दबा। तरकारी एटी भल से फुटी गलानी। एबे हमें तरकारी को आउ थरे भल भावे मिक्स करी दबा। तापरे आमे प्रेशर कुकर लीड बंद करी मीडियम फ्लेम रे 1 हुइसिल आसीबा पर्यंत तरकारी को कुक करिबा। प्रेशर कुकर रु 1 हुइसिल आसिला परे मु इंडक्शन बंद करी देइथिली। प्रेशर कुकर पूरा भेपर गला परे मु एठी लीड खोलीची। एटी मसूर डाली बंधा कोबी भल से सिझी जाइछि। एबे हमें तरकारी को आउ थरे भल भावे मिक्स करी दबा। एबे मु एथिरे गोटे छोट चम्मच गरम मसला गुंड पकाउछि। एबे हमें तरकारी को भल भावे मिक्स करी मीडियम फ्लेम रे 2 रु 3 मिनिट पर्यंत कुक करिबा। एटी 2 रु 3 मिनिट हो गलानी। तरकारी को आउ थरे भल भावे मिक्स करी दबा आ इंडक्शन बंद करी दबा। आपण चाहिले आ ऊपर किछि काटिकी धनिया पत्र पकई परिबे। मसूर डाली दिया बंधा कोबी तरकारी एटी रेडी हो जाइछि। आपण ए गोटे तरकारी लगई भात रुटी परोटा कि पूरी खाई परिबे। आ सहित साइड रे डाली भजा संतुला किछि भी दरकार पड़िबनी। मैं तरकारी को एटी रुटी सहित सर्व करिछि। थरे एमती बंधा कोबी तरकारी प्रस्तुत करंतु देखिबे समस्त को बहुत पसंद आसीबो। जदि आपन को ए मसूर डाली दिया बंधा कोबी तरकारी रेसिपी भल लागिथिबो ताला को लाइक करिवे। आपन को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती ताले सब्सक्राइब करबा को जमार भूलिबेनी। पाखर बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपन प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जमार भूलिबेनी। थैंक यू फॉर वाचिंग।